हाय गाइस आमे भालु प्रवचन देखिया पाई चलन फाइनली आमे आसी पहुंच गले चलन देखिया ରହିବ କୋଉଠି? ସେଇଥିପାଇଁ ସୂର୍ଯ୍ୟ ଉଦୟ ହୁଅନ୍ତି, ଚନ୍ଦ୍ରମା ଉଦୟ ହୁଅନ୍ତି, କୋଟି କୋଟି ନକ୍ଷତ୍ର ଆକାଶରେ ଦୃଶ୍ୟମାନ ଚାରି ପାଖ ଯାକ ସମୁଦ୍ର, କେତେ ନଦ ନଦୀର ସ୍ରୋତ ତା ଭିତରେ ମିଶନ୍ତି। ଯଦି ଇଏ ଆମେ କହିବା ନା ସମୁଦ୍ରକୁ ଆମେ ସବୁ ଗୋଟେ ଅଦ୍ଭୁତ ମୁଣ୍ଡ ସମୁଦ୍ର, ନାଇଁ ସେ ସମୁଦ୍ରଟାକୁ ପୋତିଦେବା କଦାଏ ବାହାରିବ କହେ ଆମେ ସମୁଦ୍ରକୁ ପୋତିଦେବା। ପୋତା ଚାଲିଲା, ଯଦି ପୋତା ହେଇଯିବ ହବନି କଥାକୁ କହୁଛୁ। ଏ ଯୋଉ ନଦ ନଦୀ ନର୍ଦ୍ଦମା ତାଳଗଙ୍ଗା କେନାଲ ପାଣି ଠାରୁ ଆମ ଗାଁ ନଦ ନଦୀ ବୁଢୀ ନଦୀ ଅଙ୍କ ନଦୀ ଇଏ ପାଣି ଯାକ ଯିବ କୋଉଠି? ସେ କୋଉଠି ଯାଇ ମିଶିବେ? କୋଉ ସରକାର ସେଥିପାଇଁ ସେ ଆଉ ଗୋଟେ ସମୁଦ୍ର ତିଆରି କରିବ? ପୃଥିବୀର କୋଉ ସରକାର କହିବେ ନା ସମୁଦ୍ର ପୋତିହେଲା, ମୁଁ ଆଉ ଗୋଟେ ସମୁଦ୍ର ତିଆରି କରିବି? ହେଇ ନାହିଁ ନା ହବ ନାହିଁ। ଭାଗବତ ପରିଷ୍କାର କହିଲେ ଦେଖ ଯେତେ ନଦ ନଦୀ ପ୍ରବାହେ ମିଳନ୍ତି ଜଳଧି ସାଗର ଓରେ ସେ ବି ହନ୍ତି ରାମ ଗୁଣ ଧରିତ୍ରୀ ହଉଛନ୍ତି ଏକମାତ୍ର ମା, ସୂର୍ଯ୍ୟ ହଉଛନ୍ତି ଏକମାତ୍ର ବାପା। ସେ ନିରାକାରଙ୍କ ଭିତରେ ଯୋଉ ସୂର୍ଯ୍ୟ ଅଛନ୍ତି ସେ କାହାକୁ ଦେଖାଯାଆନ୍ତିନି, କିନ୍ତୁ ସେ ଅଛନ୍ତି। ତାଙ୍କର ପରବର୍ତ୍ତୀ ଅବତାର ହଉଛନ୍ତି ସୂର୍ଯ୍ୟ। ଏଟା ବହୁତ ସୁନ୍ଦର କଥା, ତାକୁ କହିବା ପାଇଁ ସମୟର ଆବଶ୍ୟକ। ତେବେ ସଜ୍ଜନ, ଏଇ ହଉଛି ମୋଟାମୋଟି କଥା। ଆଚ୍ଛା, ଆପଣ ମାନେ ତ ବହୁତ ଧର୍ମ ସୃଷ୍ଟି କରିଛନ୍ତି, ବଳିଆ ହାତ ଯୋଡ଼ିକିରି ଆପଣଙ୍କୁ କହୁଛି ଆପଣ ଗୋଟେ ସୂର୍ଯ୍ୟ ତିଆରି କରନ୍ତୁ। ଚାଇନା ଆମେ କରିଲା ଯେ ସୂର୍ଯ୍ୟ ଫେରିଗଲା, ଗୋଟେ ଗୁଡ଼ା ସୂର୍ଯ୍ୟ କରିବେ କି କଣ କରିବେ? ଆଚ୍ଛା, ଯଦି ସୂର୍ଯ୍ୟ ନ କରିପାରିବେ ତାହେଲେ ପବନ କରୁନାହାନ୍ତି। ପବନ ସୂର୍ଯ୍ୟଙ୍କ ବିନା, ପବନ ବିନା, ମାଟି ବିନା, ଅଗ୍ନି ବିନା କୋଉ କଥା ହେଇଛି ନା ହବ? ମନ୍ଦିର ହେଇପାରିବନି କି ମସଜିଦ ହେଇପାରିବନି, ଚର୍ଚ୍ଚ ହେଇପାରିବନି, କିଛି। ତେଣୁ ସଜ୍ଜନ, ସେଇଦିନ ଧର୍ମ ସୃଷ୍ଟି ହେଇଥିଲା ଯେଉଁଦିନ ମୁକ୍ତ ଆକାଶରେ ସୂର୍ଯ୍ୟଙ୍କର ଉଦୟ ହେଇଥିଲା, ଚନ୍ଦ୍ରମାର ଉଦୟ ହେଇଥିଲା। ତମେ ସବୁଗୁଡା କଣ ଅଛି ଧର୍ମ କହୁଛ? ଆମରି ଗୋଟିଏ ଧର୍ମ, ଆମ ପରିବାର। ଏଠି ଆପଣମାନେ ଯିଏ କହିଲେ ଆମ ପରିବାର। ତେଣୁ ଆମେ ନିଜକୁ ଭାବିବା ଯେ ପ୍ରକୃତରେ କଣ ଆମେ ଯୋଉ ଧର୍ମ ପାଳନ କରୁଛୁ ଜନ୍ମ ହେଲା ବେଳେ ସବୁ ଜାଣିଥିଲୁ?
ମାତୃସ୍ତନରେ କ୍ଷୀର ଦେଇଥିଲା କିଏ? କିଏ ଦେଇଥିଲା କ୍ଷୀର? କୋଉ ବାପା ଦେଇଥିଲା ନା କୋଉ ଶ୍ୱଶୁର ଦେଇଥିଲା? ଯିଏ ମାତୃସ୍ତନରେ କ୍ଷୀର ଦେଇଛି, ଯିଏ ବୃକ୍ଷ ଭିତରେ ଔଷଧ ସୃଷ୍ଟି କରିଛି, ଯିଏ ପାଣି ଟିକେ ପିଇବା ପାଇଁ, ଶୋଷ ମେଣ୍ଟିବା ପାଇଁ ଯେ ମିଠା ପାଣି ସୃଷ୍ଟି କରିଛି, ସେଇ ହଉଛନ୍ତି ଏ ଜଗତର ମାଲିକ। ଏ ଜଗତରେ ଯଦି କେହି ବଡ଼ ଜଣେ ହିଁ ବଡ଼, ଆଉ ସବୁ ଗାଲୁଆ। ଭାଗବତରେ ଗୋଟିଏ କଥା ଅଛି, ବାସୁଦେବଙ୍କୁ ସମସ୍ତେ ଭଲ, ଇଏ ଭଲ ତାକୁ ଭଲ ପାଇଲେ। ଆଉ ଗୋଟେ ପୁଣ୍ଡରୀକ ବାସୁଦେବ ଭାଗବତ ବର୍ଣ୍ଣନା, ସେ କହିଲା କଣ, ମୁଁ ତ ରାଜା, ମୁଁ ତ ସମସ୍ତଙ୍କୁ ଦଉଛି, ଖାଇବାକୁ ଦଉଛି, ପିନ୍ଧିବାକୁ ଦଉଛି, ଆଉ ତାକୁ କାହିଁ ପୂଜା କରାଯାଉଛି? ସେ କଣ ଦଉଛି? କାଲି ଠାରୁ ତାକୁ ବାଧ୍ୟ ମତେ ପୂଜା କର। ଯିଏ ପୂଜା ନ କରିବ ତା ମୁଣ୍ଡ କଟା। ଯିଏ ସବୁ ଛାନିଆରେ ତାରି ପୂଜା କଲେ। ପୂଜା ପାଉ ପାଉ ସେ ଏମିତି ଫୁଲିଲା, ମୋଠୁ ଆଉ କିଏ ବଡ? ଡାକିଲା, ଆଉ ହେ ବାସୁଦେବ। ବାସୁଦେବ କହିଲେ କୃଷ୍ଣଙ୍କୁ ଡାକିଲା, ହେ ବାସୁଆ ଆ ମୋ ସାଙ୍ଗେ ଲଢିବୁ, ତୁ ବା କାଲି ଭଗବାନ ହେଇଛୁ, ମୋ ସାଙ୍ଗେ ଲଢ। ସିଏ ହସି ହସି ଚାଲି ଆଇଲା। ଲଢା ଲଢି ହେଲେ ପୁଣ୍ଡରୀକ ବାସୁଦେବ ମଲେ। ମଲା ବେଳକୁ ଚିହ୍ନିଲେ ଏଇ ହଉଛନ୍ତି ପ୍ରକୃତ ସୃଷ୍ଟିର ମାଲିକ। ବା ନିଶ୍ୱାସ, ସୁ ସୂର୍ଯ୍ୟ, ଦେବତା। ଦେବତା କିଏ? ସନ୍ନ ମିତ୍ର, ସନ୍ବରୁଣ, ସନ୍ନ ଇନ୍ଦ୍ର, ତେଣୁ ଏଇ ଯୋଉ ନାଁ କୁହାହେଲା, ଏଇ ମାନେ ଦେବତା। ସମୁଦ୍ର ଏକ ଦେବତା, ପୃଥିବୀ ଏକ ଦେବତା, ଏଇଭଳି ଦେବତା ମାନଙ୍କୁ ନେଇ ଏ ସଂସାର ଥାଏ। ଆଚ୍ଛା, ତମେ ଯୋଉଟା କହୁଛ, ତମେ କାହିଁକି କହୁଛ, କଣ ପାଇଁ କହୁଛ? ଆସ ସମସ୍ତେ ମିଳିମିଶି ଚଳିବା। ଆମ ଶାସ୍ତ୍ର କଣ କହିଛି? ସହନା ଭବତୁ ସହନୌ ଭୁନକ୍ତୁ ସହ ବୀର୍ଯ୍ୟଂ କରମାବହେ ତେଜସ୍ୱୀନାବଧୀତମস্তୁ ମା ବିଦ୍ବିଷାବହେ। ଆମ ପରିବାର
ଠାରୁ ଆରମ୍ଭ କରି ବିଶ୍ୱ ପର୍ଯ୍ୟନ୍ତ ଆମ ଆହ୍ୱାନ ହଉଛି ଆସ ମିଳିମିଶି ଚଳିବା, ମିଳିମିଶି ବଞ୍ଚିବା, ମିଳିମିଶି ଖାଇବା। ଆମେ କଣ ପ୍ରକୃତରେ ସେଇଆ କରୁଛୁ? ସେ ଆମର ହେଇନି, କିନ୍ତୁ କିଛି ଲୋକଙ୍କର ତ ହେଇଥିବ। ସେଇ ଭାଗବତର କଥା। ଇଏ ଯୋଉ ମାଇକିଟା କଣ ମୋ କାନକୁ ଘା ଘା ହେଇକି ଆଚ୍ଛା ଅଳପ ବହୁ ତେ ସନ୍ତୋଷ ନମିଳେ କରେ ଉପବାସ ଅଳପ ବହୁ ତେ ସନ୍ତୋଷ ନମିଳେ କରେ ଉପବାସ কর্ম কোষণে দেহ ସବୁ ଭାଗବତର କଥା। ଜଣେ ଖାଇବାକୁ ଯାଇପାରୁନି, ତା ପାଖକୁ ଖାଦ୍ୟ ଆଉଛି। ଏମିତିଆ ମଙ୍ଗଳମୟ ଆଉ କିଏ ଦୁନିଆରେ? ରାଜା ଅବଧୂତକୁ ଯଦୁରାଜା କହିଲେ, ଅବଧୂତ କହୁଛନ୍ତି ଏଣୁ ସେ ଅଜଗର ସାପ ମୋର ଗୋଟେ ଗୁରୁ। ଏମିତି 24ଟା ଗୁରୁଙ୍କ କଥା ସେ କହିଲେ। ତେଣୁ ଗୋଟିଏ କଥା ମନେ ରଖିବାକୁ ପଡିବ। ଭାଇଆ ଗୋଟେ ଭଲ କଥା କହିଛନ୍ତି, ଲାଭ, ଇଚ୍ଛା, ପ୍ରତିଷ୍ଠା, ଇଏ ତିନୋଟିକି ତ୍ୟାଗ। କିନ୍ତୁ ମୋ ମନକୁ ଦିନେ ଦିନେ ଆସେନି, ଲାଭ ଯଦି ଆମେ ନ ପାଇବା ବେପାର କାହିଁ କରିବା? ଯଦି ଆମକୁ କେହି ମାନିବେନି ତାହେଲେ ଆମେ ଅପମାନକୁ ଆମେ କହିବା। ଯଦି ଆମର ପ୍ରତିଷ୍ଠା ରହିବନି, ତା କହିଲେ ପ୍ରାଣ ବିଶ୍ୱାସ ନ କହିଲେ, ଯେଉଁଠି ଯାହାକୁ ସମସ୍ତେ ନମସ୍କାର କରନ୍ତି, ଯିଏ ଯୋଉଠି ନମସ୍କାର କଲେ ବି ନମସ୍କାରଟା ଯାହା ପାଖରେ ପହଞ୍ଚେ, ଇଏ ହଉଛନ୍ତି ସେଇ। ଉଗ୍ରସେନ ହାତ ଯୋଡ଼ିକିରି କହିଲା, ଯଦି ତୁ ପ୍ରଭୁ ଭଗବାନ ଉଗ୍ରସେନ ମନେ ମନେ ଭାବୁଛନ୍ତି, ମୁଁ ଯଦି ଆଜି ସୁଯୋଗ ପାଇଛି ଭଗବାନଙ୍କୁ ଟିକେ ଦେଖିବି, କଂସ ଜାଣିବ ମୁଁ ବସୁଦେବକୁ ଛାଡ଼ି ଦେଇକି ମୋ ମୁଣ୍ଡଟାକୁ ସେ ହାଣିଦେବ। ହାଣିଦେଲେ ହାଣିଦେବ କଣ? ମଣିଷ ଜୀବନର ଯାହା ଶେଷ ଆଉ ଶ୍ରେଷ୍ଠ ଆବଶ୍ୟକତା, ମୁଁ ସେଇଆକୁ ଦେଖିବି। একমাত্র শিশু, এ জগতের একমাত্র শিশু কৃষ্ণ বসুদেবଙ୍କ ମସ୍ତକରେ ରହି ହସିଥିଲେ, ଆଉ ସବୁଆଡେ କାନ୍ଦିଛନ୍ତି।
କୃଷ୍ଣ କିନ୍ତୁ ହସିଦେଲେ, ଉଗ୍ରସେନ ଦେଖିଦେଲେ। ତେଣୁ କହିଲେ ବାପା ମୁଁ ଯାହା ଦେଖିବା କଥା ଦେଖିଲି, ଶୀଘ୍ର ଯା, ଯମୁନାରେ ପାଣି ବଢୁଛି। ସେ ଯମୁନା ପାରି ହେଇ ଦ୍ରୁତ ବେଗରେ ବିଜୁଳି ବେଗରେ ଗଲେ। ନନ୍ଦ ମନ୍ଦିରରେ, ନନ୍ଦ ଶବ୍ଦର ଅର୍ଥ ହଉଛି ଆନନ୍ଦ, ଯେଉଁଠି ଆନନ୍ଦ ସେଇଠି ନନ୍ଦ, ଯେଉଁଠି ଯଶ ଯୁକ୍ତ ଦୟା ଯେଉଁ ମା ପାଖରେ ଅଛି ସେଇ ହଉଛନ୍ତି ଯଶୋଦା। ପୁଅକୁ ଶୁଆଇ ଦେଲେ, ବିଜୁଳି ବେଗରେ ଯାଇଥିଲେ, ବିଜୁଳି ବେଗରେ ପୁଣି ଆସିକି କାରାଗାରରେ। ଏଇ ହଉଛନ୍ତି ବିଜୁଳି କନ୍ୟା। କୋଉ ମା ପୁଅଟିଏ ପାଇବ ବୋଲି ସେ ଝିଅଟାକୁ ଜଣକ ହାତରେ ପେଳିଦେବ ମାରିବା ପାଇଁ? ସେ ଯୁଗ ସେଇଆ ନଥିଲା। ଏ ଯୁଗରେ ବରଂ କନ୍ୟା ଜନ୍ମକୁ ମାନେ ଭ୍ରୂଣକୁ ହତ୍ୟା କରାଯାଉଛି। ପ୍ରହରୀ ମାନେ ଖବର ଦେଲେ, ମହାରାଜ ଦେବକୀଙ୍କର କଣ ଜନ୍ମ ହେଇଛି କି ନାଇଁ ଆମେ କହିପାରିବୁନି, ଆଜି ତ ହବା କଥା, ଦିନ ଗଣିକି ଦେଖିଛୁ। କଂସ ସାଡୁ ଆସିଲା, ଆସିକିରି ଯେତେବେଳେ ବନ୍ଦୀଶାଳା ପାଖରେ ପହଞ୍ଚିଲା, ପୁଣି ଗୋଟେ ବିଜୁଳି ଚକମକ ହେଇ ଗୋଟେ ଆଲୋକ ଜଳି ଉଠିଲା, ଗୋଟେ ଘଡଘଡିର ଶବ୍ଦ ଶୁଭିଲା। ଯୋଗ ମାୟା ଦୁର୍ଗା କଂସକୁ ଅନେଇକିରି ହସିଲେ। ତୁ ଯାହାକୁ ମାରିବାକୁ ଏତେ ପରିଶ୍ରମ କରୁଛୁ, ସେ କଣ ଏଇଠି ଅଛି କି? ସିଏ ପରା ଯାଇକି ସିଆଡେ। ସିଏ ଗୋପପୁରରେ ବଢୁଛି, ତୁ କଣ ଏମିତି ଦାନ୍ତ କାମୁଡି ହଉଛୁ ତାକୁ ମାରିବୁ? ତାପରେ ଅନ୍ୟାୟ ଅରାଜକତା ସୃଷ୍ଟି କଲା କଂସ। ସେ ଅଞ୍ଚଳରେ ଯେତେ ଶିଶୁ ବିଶୁ ଥିଲେ ସମସ୍ତଙ୍କୁ ମାରିଲା, ଜାଣି ଶୁଣି ପାପ ଅର୍ଜନ କଲା। ଏ କଥା କାହିଁକି କହିଲି? ବସୁଦେବଙ୍କ ମସ୍ତକରେ ଯେତେବେଳେ ଶିଶୁ କୃଷ୍ଣ ଶିଶୁ ରୂପରେ ଭଗବାନ କୃଷ୍ଣ ବସୁଦେବଙ୍କ ମସ୍ତକରେ ଅଛନ୍ତି, ଆକାଶରୁ ମେଘ ବର୍ଷୁଛି, ପ୍ରଖର ବର୍ଷା ହଉଛି, ଆରେ ଯମୁନାର ଜଳ ବଢୁଛି। ବସୁଦେବ ସେଦିନ ଯାହା କହିଥିଲେ ଆମେ ବି ସେମିତି କରିବା। ଆମ ବିପଦରେ ତୋତେ ହି ତୁ ହି ରକ୍ଷା प्रभु तू जदि जन्म ही तू भगवान अवतार नहीं, मु तो मनीषा मुझे जमुना भितर संघर्ष कर तोते ही तू ही रक्षा कर मुझार बोले
ସେତିକି ବେଳେ କଣ ହେଲା ଏଇ ଯୋଉ ମେଘଟା ବର୍ଷୁଥିଲା ଯମୁନା ଜଳରେ ସେତେବେଳେ ବସୁଦେବ ଥିଲେ ତାଙ୍କର ଯିଏ ସେବକ ଅନନ୍ତ ନାଗ ଯାହାର 7ଟା ଫଣା ଏମିତିଆ ସାପ ପୃଥିବୀରେ ନାହାନ୍ତି ତେବେ 7ଟା ଫଣା କଣ ଭୂ ଭୁବ ସ୍ୱ ମହ ଜନ ତପ ସତ୍ୟ ଇଏ ସପ୍ତ ଲୋକ ପୂଜେ ପୁରିକିରି ଅଛନ୍ତି ସିଏ କଣ କଲେ ଭାଗବତ କେମିତି ଦେଖିଛି ତିନ୍ତି ବା ଦେଖି ଜଗ କଣ ହେଲା ବସୁଦେବଙ୍କ ମସ୍ତକରେ ଭଗବାନ ଶିଶୁ ରୂପରେ ଶୋଇଛନ୍ତି ଭଗବାନଙ୍କ ମସ୍ତକରେ ସର୍ପ ଫଣା ଟେକି ଠାକୁରଙ୍କୁ ମାନେ ମଣିଷ ଅବତାର ମଣିଷ ହେଇ ସେ ଜନ୍ମ ହେଇଛନ୍ତି ତାଙ୍କୁ କଣ ଥଣ୍ଡା କାଶ ହବନି ତାଙ୍କୁ କଣ ଜର ଫର ହବନି ତେଣୁ ସେ ତିନ୍ତିବା ଦେଖି ଜଗନ୍ନାଥ ମସ୍ତକ ଢାଙ୍କିଲେ ଅନନ୍ତ ସେଇଠି କଣ ଜୟ ସିଏ ଏଠି କୃଷ୍ଣ ଜନ୍ମ ହେଲେ ସେଠି ବଳଦେବ ଜନ୍ମ ହେଲେ ଇଏ ଦି ଭାଇ ଯାକ ନନ୍ଦ ଗାଁରେ ଯାଇକି ଥିଲେ ସେଇ ହଉଛନ୍ତି ଶିଶୁ ଅନନ୍ତ ଶିଶୁ କହିଲେ ଯାହା ଅଛି ଆମେ ତାକୁ ଦେଖିପାରୁ ସେଇ ହଉଛନ୍ତି ଶିଶୁ ଆମ ମସ୍ତକରେ ଯୋଉ ତାଲୁକା ଚକ୍ରଟି ଅଛି ସେଇ ହଉଛନ୍ତି ଶିଶୁ ତାର 7 ଫେଣି ନାଗ ଫଣା ହଉଛି ମୁଖ ନାସା 2 ପୁଡା କାନ 2 ପୁଡା ଆଖି 2ଟା କେଇଟା ସାତଟା ଏଇ ହଉଛି 7 ଫେଣି ନାଗ ତେବେ ଏ ଯଦି ନାଗ 7 ଫେଣି ନାଗ ହେଲେ ତାହେଲେ କୃଷ୍ଣ କୁଆଡେ ଗଲେ କୃଷ୍ଣ ଅଛନ୍ତି ହୃଦୟରେ हे गोपाल को हे कृपा हे सिंधु कन्यापते हे कंसांत हे गजेंद्र हे माधव हे रामानुज हे जगन्त्रय गुरु हे पुंडरीकाक्ष हे गोपी जन প্রকৃতরে জয় জয় হরি বল জয় জয় রাধা হরি বল
ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କମେଣ୍ଟ ସବୁ କରିଦେବେ। ପ୍ଲିଜ୍ ଏ ଛୋଟ ବ୍ଲଗର୍କୁ ଟିକେ ସପୋର୍ଟ କରନ୍ତୁ। ପ୍ଲିଜ୍ ସବସ୍କ୍ରାଇବ୍ ଟୁ ମାଇ ଚ୍ୟାନେଲ୍।